ଥରେ ଅସୁରମାନଙ୍କର ଗୁରୁ ଷଣ୍ଢାମର୍କ ଜଣେ ଲୋକ ଲାଠିଟିଏ ଧରି ଗଛରୁ ଫଳ ତୋଳିବାର ଦୃଶ୍ୟ ଦେଖି ଶିଷ୍ୟମାନଙ୍କୁ ପ୍ରଶ୍ନ କଲେ, ଏ ଦୃଶ୍ୟର ତାତ୍ପର୍ଯ୍ୟ ବୁଝାଇ କୁହ। ଶିଷ୍ୟମାନେ କହିଲେ, ଯାହା ସହଜରେ ନ ମିଳେ ତାକୁ ବଳପୂର୍ବକ ହାସଲ କର। ଶେଷରେ ପ୍ରହ୍ଲାଦ କହିଲେ, ଗୁରୁଦେବ, ଆମେ ଗଛ ପରି ସହନଶୀଳ ହୋଇ ଧୈର୍ଯ୍ୟର ସହିତ ପ୍ରେମରେ ନଇଁ ପଡ଼ି ଅନ୍ୟକୁ ସୁଖ ପ୍ରଦାନ କରିବା। ଉତ୍ତରରେ ଗୁରୁଦେବ ଆନନ୍ଦିତ ହୋଇ ପ୍ରହ୍ଲାଦକୁ ପ୍ରଶଂସା କଲେ। ଗୁରୁଦେବ ଚାଲିଯିବା ପରେ ଅନ୍ୟ ଶିଷ୍ୟମାନେ ପ୍ରହ୍ଲାଦକୁ କହିଲେ, ଆମ୍ଭେ ସମସ୍ତେ ଗୋଟିଏ ଗୁରୁଙ୍କର ଠାରୁ ଶିକ୍ଷା ଗ୍ରହଣ କରୁଅଛୁ, ହେଲେ ତୁମେ କିପରି ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛ? ପ୍ରହ୍ଲାଦ କହିଲେ, ଯେତେବେଳେ ଦେବତା ଓ ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା, ସେହି ସୁଯୋଗରେ ଦେବରାଜ ଇନ୍ଦ୍ର ମୋ ମା କୟାଧୁଙ୍କୁ ବନ୍ଦୀ କରି ସାଥିରେ ନେଇଯାଇଥିଲେ। ମହର୍ଷି ନାରଦ ମୋ ମାଙ୍କୁ ଇନ୍ଦ୍ରଙ୍କ ଠାରୁ ନେଇ ତାଙ୍କ ଆଶ୍ରମରେ ରଖିଥିଲେ ଏବଂ ମୋ ମାଙ୍କୁ ଆଧାର କରି ଗର୍ଭରେ ଥିବା ମୋତେ ଶିକ୍ଷା ଦେଉଥିଲେ। ଗଛର ଉଦାହରଣ ଦେଇ ସେ କହିଲେ, ଜୀବନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ 6 ପ୍ରକାର ଭାବ ବିକାର ଉପଲବ୍ଧି ହୋଇଥାଏ। ଜନ୍ମ, ଅସ୍ତିତ୍ୱର ଅନୁଭବ, ପରିମାଣ ଫଳପ୍ରାପ୍ତି, କ୍ଷୟତ୍ୱ ଓ ପରିଶେଷରେ ବିନାଶ। ଜୀବର ଶରୀର ମଧ୍ୟ ପରିଶେଷରେ ଏପରି ନଷ୍ଟ ହୋଇଥାଏ। ଏକମାତ୍ର ପ୍ରେମ ଭଗବତ ପ୍ରାପ୍ତି ପାଇଁ ସହାୟକ ହୋଇଥାଏ। ସର୍ବତ୍ର ସର୍ବଦା ଭଗବାନଙ୍କ ସତ୍ତା ଅନୁଭବ କରିବା ହିଁ ପ୍ରେମ। ପ୍ରହ୍ଲାଦଙ୍କ ଜୀବନରେ ପ୍ରେମ ହିଁ ନିର୍ଭୀକତା ପ୍ରଦାନ କରି ସମସ୍ତ ପ୍ରକାର ଆପଦ ବିପଦ ଓ ମୃତ୍ୟୁ ଭୟକୁ ଜୟ କରି ଭଗବାନଙ୍କର ସାନ୍ନିଧ୍ୟ ପ୍ରାପ୍ତିରେ ସହାୟକ ହୋଇଥିଲା। ତେଣୁ ମାତୃଗର୍ଭ ହିଁ ଜୀବନର ସର୍ବପ୍ରଥମ ଗୁରୁକୁଳ।